ଆଜିଠୁ ପୁଣି ଜାଳିବ ଖରା, ଚଳିବ ପଶ୍ଚିମ ଓଡ଼ିଶା, ଅସମ୍ଭାଳ ହେବ ତାତି। ଆଜିଠୁ 3 ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ, ବିଭିନ୍ନ ସ୍ଥାନରେ 41 ଛୁଇଁଛି ତାପମାତ୍ରା। ଆଜି 2 ଜିଲ୍ଲା ସମ୍ବଲପୁର ଓ ବୌଦ୍ଧକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41.4 ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ 40.8, ବୌଦ୍ଧରେ 40.5, ସୋନପୁରରେ 40.2, ହୀରାକୁଦରେ 40.1, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ଼ରେ 40 ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା 38.5 ଡିଗ୍ରୀରେ ପହଞ୍ଚିଛି। ଆସନ୍ତା 3 ଦିନ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସେପରି 29ରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ କଳାହାଣ୍ଡିକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। 30ରେ 8 ଜିଲ୍ଲାକୁ ହିଟ୍ ୱେଭ୍ ନେଇ ୟେଲୋ ଆଲର୍ଟ କରାଯାଇଛି। ଆସନ୍ତାକାଲି ଓ 30 ତାରିଖରେ ବଲାଙ୍ଗୀରରେ 43 ଡିଗ୍ରୀ ଛୁଇଁପାରେ ତାପମାତ୍ରା। ତେବେ 30 ତାରିଖ ପରେ ପାରଦ 2 ଡିଗ୍ରୀ ଖସିପାରେ। 2 ତାରିଖ ବେଳକୁ କିଛି ସ୍ଥାନରେ ବର୍ଷା ସମ୍ଭାବନା ମଧ୍ୟ ରହିଛି। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଏହି ପରିପ୍ରେକ୍ଷୀରେ ଡହଡହ ଖରାରେ ହନ୍ତସନ୍ତ ହେଉଛି ଜନଜୀବନ। ଆସନ୍ତା 24 ଘଣ୍ଟାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି। ଆଗାମୀ 3 ଦିନ ସମେତ ରାତିରେ ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ଦିନ ତାପମାତ୍ରା କ୍ରମଶଃ ଉପରମା ହେଉଛି। ଗତ 2 ଦିନରେ ଭଦ୍ରକ ସମେତ ଆଖପାଖ ସ୍ଥାନରେ ତାପମାତ୍ରା ପାଖାପାଖି 2ରୁ 3 ଡିଗ୍ରୀ ବଢ଼ିଯାଇଛି। କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ତାତି କମ୍ ରହୁଥିଲା, କିନ୍ତୁ ଏବେ ଖରା ବଢ଼ିବା ସହ 29ରୁ ପୁଣି ଜଳାଇବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ପଶ୍ଚିମ କେନ୍ଦ୍ରୀୟ ଓଡ଼ିଶାରେ 40 ଡିଗ୍ରୀ ଟପିଯାଇଛି ତାପମାତ୍ରା। ଅସହ୍ୟ ତାତିକୁ ନେଇ ଲୋକେ କଲବଲ ହେଲେଣି। ଜଳୁଛି ଭଦ୍ରକ, ଲୋକେ ଡାକିଲେଣି ତ୍ରାହି ତ୍ରାହି। ବର୍ତ୍ତମାନର ତାପମାତ୍ରା 43 ଡିଗ୍ରୀ ରହିଛି ଭଦ୍ରକ ସହରରେ। ତେବେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। बढ़ुची वर्तमान ग्रीष्म प्रभाव बर्तमान जदिव टी बृद्धि पाई वर्षा टी अच्छी ठंडा अच्छी विशेषकर है तथापि खरा टी बढ़ी आम देखु गरम बड़ हाँ गरम होदी गरम है अनुभूत है। हाँ बैशाख बर्तमान बैशाख हेल्ले आहरी अधिका हम। हाँ प्रशासन प्रशासन तार खाली किसी ना खाली नाटा गोटे बैनर मारिदे सनस्ट्रोक हम आप पानी बोतल नि ये कर कि लोक मानू से सब किसी सहयोग ना। सचेतन केमती कौन आज्ञा पानी व्यवस्था गाँ गहली पानी व्यवस्था कौटी केमती कौन अच्छे सेमती ना। गोरु गाई बर्तमान गोरु गाई दल विकल हे पानी न मिलने केनाल पानी ना अन्य कौटी पानी ना दल विकल हे। सरकार जो वसुंधरा योजना करते वसुंधरा योजना कहीं कौटी किसी देखुनी नलकूप तो फाँका पड़ी सब तो पाइप बिछाई कहीं कौटी वसुंधरा योजना कौन कार्यकारी हो कार्यकारी कहीं कौटी काम हो आम देखो प्राय नल सब बिछाई कहीं से कार्यक्रम कहीं। ब्यूरो रिपोर्ट, रिपब्लिक हिंदुस्तान।